हाय फ्रेंड्स, हेलो हाय जय जगन्नाथ नमस्कार गुड फ्रेंड्स आपन यूट्यूब चैनल इंटरनेट इंट्रोडक्शन नुआ फ्रेंड्स स्वागत करुच्ची। देव फ्रेंड्स सकाल सकाल आसी पहुँच सारी रोषे घरे कौन आज टाइम बर्तमान सका 6टा माने शीत एत जोरे बारीपट देखते पूरा कुहुड़ी परिपूर्ण माने रास्ताघाट किसी देखा जाऊनी। आउर नना तो जाती गाँव कालठू राति जानते भाउज हरिका अच्छा गाधागाधि कर बर्तमान भाउज बापा हरिका समस्त चाह करने बर्तमान आसी पहुँची सारी रोषे घरे चाह रोषे सारी चलो शीघ्र शीघ्र चाह करना बापा भी उठिले कारण 5:30 बापा भी उठिले चाह पीवा 6टा अभ्यास से जाऊँगी बर्तमान चाह करने के बापा मतलब तापर आगू आगू बहुत सारा कम हो दांडर जो डेकोरेसन हो चिता बाहा चिता जो लिखाई ସେଇଟା ମଧ୍ୟ ଆପଣଙ୍କୁ ଦେଖିବି କମ୍ପ୍ଲିଟ୍ ହେଲା ପରେ ଏପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇନି। ଆଜି ସେଇଟାକୁ କମ୍ପ୍ଲିଟ୍ ହେଇଯିବ। କମ୍ପ୍ଲିଟ୍ ହେବା ପରେ ନିଶ୍ଚୟ ଦେଖିବି କେମିତି ଲାଗୁଛି କମେଣ୍ଟରେ ନିଶ୍ଚୟ କହିବେ। ଆଉ ଆଜି ହେଉଛି 17 ତାରିଖ ଯାହାକି ଆମ ଚିଣ୍ଟୁ ନନାର 16 ପୂଜା। ରାତିରେ ଆଜି ତାର 16 ପୂଜା ହେବ କାରଣ ଛୋଟବେଳୁ ତାର କିଛି କାବରଣ ସକାଶୁ ତାର 16 ପୂଜା ହେଇନଥିଲା। ସେଥିପାଇଁ ଆଜି ତାର 16 ପୂଜା ବହୁତ ସାରା ପୁଣି ଆୟୋଜନ କରିବାର ଅଛି, କିଣାକିଣି ସପିଂ କରିବାର ଅଛି। ଚାଲନ୍ତୁ ଶୀଘ୍ର ଶୀଘ୍ର ଗାଧା ପାଧା ବି କରିବା ଆଉ ସପିଂ ଫପିଂ କରିବା ପାଇଁ ଯିବା। ଠାକୁରଙ୍କ ସାମାନ ସବୁ କିଣିଲେ 16 ପୂଜା ହେବ। ଆଉ ନନାର ବୋଉର ଆସିକି ପହଞ୍ଚିଯିବେ କେତେବେଳକୁ 10:30 ଆସି ପହଞ୍ଚିଯିବେ। ଚାଲନ୍ତୁ ଶୀଘ୍ର ଶୀଘ୍ର କାମଟା କରିନେବା ଆଗ, ତାପରେ ଆଗକୁ କ'ଣ ହେଉଛି ମୁଁ ନିଶ୍ଚୟ ଭିଡ଼ିଓରେ ଦେଖିବି। ଆପଣ ନିଶ୍ଚୟ କଣ୍ଟିନ୍ୟୁ ଖାଲି ଏପଟେ ଗଲେ ରିଣ୍ଟୁ ଲେଖିକି ଛାଡ଼େ କାଚ କାଚ ବର୍ତ୍ତମାନ ଫ୍ରେଣ୍ଡସ୍ ବାବୁନା ହାରିକା ସବୁ ଗାଧାଗାଧି କରିସାରିଲାଣି। ଆଉ ଆମର ସେପଟେ ମଧ୍ୟ ଚାଲିଛି ଯେଉଁ ବାହା ଚିତା ଦାମଦାରେ ଚାଲିଛି। କ'ଣ ସେଇଠି କେମିତି ଦେଇ ଆସେ ଦେଇ ଆସ ମୁଁ ଗାଡ଼ି ବାହାର କରୁଛି। ବର୍ତ୍ତମାନ ଫ୍ରେଣ୍ଡସ୍ ଆମେ ଚାଲିଲୁ କୁଆଡ଼େ ଜଳଖିଆ ଆଣିବା ପାଇଁ ଟିକେ ଉପମା ଫୁପମା ଟିକେ ନେଇ ଆସୁ। ଖୁସିନା ବାବୁନା ହାରିକା ସବୁ ଖାଇବେ, ବାପା ବୋଉ ଆଉ ଚିଣ୍ଟୁ ନା ତ ଖାଇବେନି, ଆଜି 16 ପୂଜା ତାର ଚାଲିବ। ସେମାନେ ଆଜି କିଛି ଖାଇବା ପିଇବା କରିବେନି। ଆଉ ମୁଁ ବାବୁନାର ମୋର ଯାଉଛୁ, ଖୁସିନା ତାର ସଙ୍ଗ୍ ସବୁ ସିଲେକ୍ସନ୍ କରୁଛି କାଲି କେଉଁ ଗୀତରେ ନାଚିବା ପାଇଁ। ଚାଲନ୍ତୁ ଆମେ ଶୀଘ୍ର ଶୀଘ୍ର ଯିବା, ଜଳଖିଆ କିଛିଟା ନେଇ ଆସିବା। କ'ଣ ଆଜି ଅରୁଆ ପୁରା ପିଆଜ ରସୁଣରେ ହେବ, ସେଥିପାଇଁ ମୁଁ ଯାଉଛି ମାର୍କେଟ ପିଆଜ ରସୁଣ ଟିକେ ଆଣିବା। ଆଜ୍ଞା ଏ ଜଳଖିଆ କ'ଣ ଆଣିବା ପାଇଁ? ଇଡଲି ଦେତେ 5ଟା, ବରା 10ଟା। ହଁ ବରା 10ଟା। ତରକାରୀ ଦେବ। चालू था ଆମେ କେତେ ଖେଳୁଥିଲୁ, ଆମେ ଛିଣ୍ଡେଇ ଦଉଥିଲୁ। ମଙ୍ଗଳା ଖାଲି ଆସିଗଲା। ରଖା ହଉଛି କ'ଣ ହବ ଦାଦା? କ'ଣ ହବ? ମଙ୍ଗଳା ହାଣ୍ଡି ମଙ୍ଗଳା ହବ କାଲି ଶନିବାର।
ଆମ କିଛି ଦେବିନି ଜଣକୁ ହଁ, ମତେ 51 ଟଙ୍କା ଦେଇଦିଅ ସେ ଛଞ୍ଚା ପତ୍ର ସଂସାର ପଛରେ ଦେଇଦିଅ ବୁଢ଼ୀ ତ ନାହାନ୍ତି ଆଉ ମତେ 51 ଟଙ୍କା ଦେଇଦିଅ ଆଉ ଛଞ୍ଚାଟା ପଠେଇଦିଅ ଏକାଉଣ୍ଟ 55 ହେଲେ ଚଳିବ। ହଁ ସେ ଯାହା ଦବ ଏତେ ଇଏ ହଁ। ହଁ ଓରିକା ଆସିଲେ ମଙ୍ଗନାନୀ ଆସି ପହଞ୍ଚିଲଣି ତାଙ୍କୁ ମୁଁ ଦେଇଦେଲି ଏକାଉଣ୍ଟ ଟଙ୍କା ଓରିକା ନାହାନ୍ତି ଛଞ୍ଚା ହିସାବରେ ନେବା କଥା ତାଙ୍କ ଲୁଗାପଟା ନେବା କଥା ସେ ପଛରେ ଆସିକି ନେବେ। ଏବେ ଚାଲ ଆମେ ଯିବା ଯାଇକି ଆସିବା। हाँ दादा आस ଦେଇଦେଲି ରାବଣ ରାବଣ ପୁଅ ତୁ ରାବଣର ଭାଇ ଦରକାର ବା ହଁ ଦେବି ତ ଏଇନା ଦରକାର ସାଙ୍ଗେ ସାଙ୍ଗେ କ'ଣ ପାଇଁ ଇଏ କରୁଛନ୍ତି ମେହେନ୍ଦି ତା କ'ଣ ତୁ ମାଟିରେ ଇଏ କରୁନାହାନ୍ତି କିଏ କରୁଛି କି ମା କରୁଛି ବର୍ତ୍ତମାନ ଫ୍ଲେକ୍ସ ଆସି ପହଞ୍ଚି ସାରିଛି 3ଟା ଆସନ୍ତୁ ଦେଖିବା ତାଙ୍କ ଡେକୋରେସନ୍ କରୁଛନ୍ତି ବାହାରେ ତାଙ୍କୁ ହିଁ ଦେଇଦେବା ସେମାନେ ତାଙ୍କୁ ଫିକ୍ସ କରିନେବେ। ମାଉକୁ ସେଇ ଥାକରେ ଅଛି ଯୋଉ ରୋଷେଇ ଘର ପାଖରେ ଥାକରେ ମୋର ପର୍ସରେ ଅଛି। ବୋଲ ସେଥିପାଇଁ ନା ମୋତେ ଦେଖାଇଛି ତ ଚାରିପଟ 8 ଫୁଟ ଦିନ ଲାଗିବ ଏଠିକି ଏଇଟା ଫୁଲ ଲାଗିବ ହଁ ସେଗୁଡ଼ା କ'ଣ ଲେଖା ହେଇଛି ଦେଖୁନ ପଢ଼ୁନା କ'ଣ ଲେଖା ହେଇଛି ଦେଖି ତାକୁ କ'ଣ ଲେଖିଛନ୍ତି ୱେଡିଂ ସେରିମନି ଅଫ୍ ଠିକ ଅଛି କେଉଁଟା ଲାଗିବ ଲଗା ଲେଖା ହେଇଛି ଏତେ କ'ଣ ଲେଖା ହେଇଛି ବରା ଏ ଗାଜର ବରା ଜିନିଷ ଲଗାଇଦିଅ ଏଠି ରୋଷେଇ କରିବାକୁ ହେଲେ କପଡ଼ା ବାନ୍ଧିଲୁ ନା ସେଠି ହବନି ରୋଷେଇ ସେଠି ହବ କାଲଠୁ ସେଇଆ କହୁଛୁ ସେଠି କରିବେ ମୁଁ ସେଇଆ କହୁଛି ମୁଁ କହିଲି ଆଇଁଷ ମାଇଁଷ ହେଲା ସବୁ ଘରକୁ କୁଦା କୁଦି କରିକି ନା ତୁ କହୁଛୁ ନା ନା ସେଇଠି ମୁଁ ଫାଷ୍ଟରୁ କହୁଛି ଆଜବେଷ୍ଟ ତଳେ ରୋଷେଇବାସ ଏପଟେ ଖାଦ୍ୟ ଏଇ ଟଙ୍କା ଦେଖେ କାଲି କହୁଥିଲା ମତେ ଏଇନା ଧୂଆଁ ବୁଲଉଛି ସେପଟେ ବାପାଙ୍କର ମୋର କଣ କହିଲି ସେ ତୁଳସୀର ପାଖରେ କାହିଁକି ଆଇଁଷ ମାଇଁଷ ହବ ସବୁ ଏଇଠି ହବ ଆମେ କହିଲେ ଏଇଠି ହବ ଏଇଟା ଗାଲୁ ଆଇଟା ବାପା କଣ କହିଲେ ଏଇଠି କରିବୁ ଏଇଠି କରାହବ ଲୋକ ଖାଇବା ପାଇଁ ନା ଏଇଠି ଖାଇବେ କ'ଣ କ'ଣ ଏଇଠି ଖାଇବେ ଏଇଠି ରୋଷେଇ ହବ ପୁଣି ଦରକାର ଏଇଠି ଖାଇବେ ହଁ ବାପା କହିଥାଏ ପରା ସେଇଠି ଏଇଠି ସବୁ ଖାଲି କଲେ ପରା ଏଇଠି ଖାଲି ଖାଲି ତ ହେଇନଥାନ୍ତା ଖାଲି ହବ ଏଠି ହବ ଏଠି କଣ ପାଇଁ ହଳଦୀ ପ୍ରୋଗ୍ରାମ ଯଦି ହବ ସେ କଥା ଆମର ତ ଲୋକ ତ ବସା ବସି କରିବେ ପାଖରେ ହେଇଗଲା ଆଉ ଟିକେ ସେୟାର କରିବା ପାଇଁ हाँ मैं तो 12 साल हूँ हाँ आपको मिल नंबर बोला ଆରଥର କେତେ ଏଇଠି ହେଇଗଲା हाँ
ଆରଥରକ ବେଦି ତମ ବାହାଘର ମତେ ପଚାରୁଛି ମା ତୋ ବାହାଘର ତୋ ବାହାଘର ସଇଲାଣି ତୁ ବୁଢୀ ହେଇଗଲାଣି ଯା ବା ମାମା ବାହାଘର ବେଳକୁ ସେଇଠି ହେଇଥିଲା। ସେଇଠି ହେଇଥିଲା ସେଇଠି ଧାରିକି। ଏତେ ଏଇ ପୁରା ଲାଗିକି ଥିଲା। ଆଉ କାଲି ଜେଜୁକୁ କିଏ ପଚାରୁଥିଲା ଜେଜେ ତମ ସାଥିରେ ମାର୍କଣ୍ଡି କିଏ ଯାଇଥିଲା? ତୁ ଏଠି କଣ କରୁଛୁ? ବେଦି ଅନୁକୂଳ? ହଁ ପରା। ମୋ ବେଦିର ଅନୁକୂଳ ବି ଗୋଟେ କଣ ଦିଅ ଖର୍ଚ୍ଚ ପାଣି ଅନୁକୂଳ ଚା ପାଣି ଖାଇବାକୁ ଅନୁକୂଳ ଦେଇ ଦେଉନୁ ବାପା କିଛି ଖାଇବାକୁ ହଉ ସେ ଆସୁ କଣ କହିବ ସେ। ଆମେ ଉପର ବାଉଁଶ ଯୋଉ ମେହେନ୍ଦି ହବା ପାଇଁ ଯୋଉ ଫଟୋ ଉଠାଇବ ଉପରୁ ଫଟୋ ଉଠାଇବ ନା ଉପରେ ମେହେନ୍ଦି କୋଉଠି ହବ? ପୁରା କଭର କରିକି ତାଙ୍କର ତ ପୁରା ମୋ ବାହାଘର ବେଳକୁ ମୋର ସେମିତି କିଛି ନାହିଁ। ଦିଟା ଯୋଉ 10 ଟଙ୍କା ସିନ୍ଦୁର ନେଇଯିବି ଏମିତି ସର କିନି ଏମିତି ପିନ୍ଧେଇ ଦେବି ଷଣ୍ଢ ଥିବ ବୃଷଭ ତା ଚାରିପଟେ 7 ଘେରା ବୁଲିଯିବି ବାମୁଣଙ୍କୁ 201 ଦକ୍ଷିଣା ଫୁଲମାଳ 20 40 40 ଆଉ ସେଇଠି ଅବଢ଼ା ଯାହା ଯୋଉ ଖିଆ ହେଇଥିବ 10-15 ଜଣ ଯାଇଥିବେ ସେଇଠି ଖାଇ ପିଇକିରି ଆସିକି ବୋଉ ମତେ ଏମିତି ବନ୍ଦେଇ ଦବ ଆମେ ପୁଅ ବୋଉ ଆସିକି ଘରେ ବସି ତାପରେ ହନିମୁନ ପାଇଁ ତୋ ପଇସା ଦବୁ ଆମେ ଫ୍ଲାଇଟରେ ଯିବୁ ମଧ୍ୟାହ୍ନ ରୁମ୍ ଭଡ଼ା ଖାଇବା ପିଇବା ଖର୍ଚ୍ଚ ତାର ତୋର ରହିବା ରୁମ୍ ଭଡ଼ା ଖର୍ଚ୍ଚ ହେଲା ତୋର ମୋର 2-1.5 ଦିଟା ବାସ ସେତିକି ଆଉ କିଛି ନାହିଁ। ହନିମୁନ ତୁ କଣ କହୁଛୁ ଦାଦାଙ୍କ କଥା ଶୁଣିକି? ଫୁଲ କାଇଁ ଏତେ ଟଙ୍କା ଖର୍ଚ୍ଚ করে ଏତିକି କଣ ମରା ହେଲା ଆଉ କଣ ମରା ହବ ବେଦିର ଚାରିପଟ ତାପରେ ପାଇଲେଣି ବା ସେ ଗଲା ଯେତିକି ଗଲା ସେତିକି ପାଇ ମାରିଦେଲି ତାପରେ କଣ ଆଉ ଆଣିବନି ନା କଣ? ନାହିଁ ଜାଲେରି ନାହିଁ ଆଉ ବେଦି ଚାରିପଟ କରିବ ନା ନାହିଁ ସେପଟେ କିଏ ଅଛି ଏପଟେ ସୁନ୍ଦର ବାବା ଦେଖାଯିବ। ସେମିତି କଣ କୋଉ ପଟେ ବନ୍ଧେଇବା ଫଟୋ ଆଉ କୋଉ ପଟେ ବନ୍ଧେଇବେ এটা କିଏ କହିଲା ମୁଁ କହୁଥିଲି ଆଉ ଟିକେ ଲଗେଇକି ଏଠି କରିଥାନ୍ତା ଆଉ ଟିକେ ସ୍ପେସ୍ ମିଳି ଯାଇଥାନ୍ତା। ହଁ ଏଗୁଡ଼ା କଣ ଛୁଟି ଖାଇବେନି ତ ସାଇଡରେ ହେଇଥାନ୍ତା ନା ପାଖରେ ଅଳ୍ପ ଆଉ ଦିଆଯାଇଥାନ୍ତା ସେଠି ତ ଦାଦା ଲାଗିଥାନ୍ତା ନା ପୁରା ସେ ପାଖକୁ ହେଇଯାଇଥାନ୍ତା। ଯେମିତି ଯେତେବେଳେ ପାଖକୁ ହେଇଥିଲା ଏଠି ଗୋଟେ ସ୍ପେସ୍ ମିଳିଥାନ୍ତା ନା ଏଠି ଗୋଟେ ସ୍ପେସ୍ ମିଳିଯାଇଥାନ୍ତା। ହଉ ଯେ ଦାଦା ମେହେନ୍ଦି କୋଉଠି ହଉଛି? मेहंदी लगा के रखना ତମ ଡାନ୍ସ गोरी सजा के रखना मते बाबुना कहूची दादा को सजा ହଁ ହଁ କରୁନା କରୁନା ମେହେନ୍ଦି କୋଉଠି? ସେଟା ହଳଦିଆ ଲାଗିଛି ହଳଦୀ हां से फଳ ଗ୍ରୀନ୍ ଲାଗିଥିଲା ଗ୍ରୀନ୍ ସେଠି ମେହେନ୍ଦି ତାଙ୍କର ବଢିଆ ସଜ ମାନେ ସବୁ ଷ୍ଟେଜ ଭଳିଆ କରିଥିଲେ। यार ତାମ୍ପା ଯୋଉ ସେ ଝିଅ ବାହାଘର ବଢିଆ ପୁରା କରିଦେଲେ ଷ୍ଟେଜ କରି कोठी ସେମିତି हां से झियो मानकर सेम हुए ହଁ ସେମିତି झियो मानकर सेम झियो मानकर सेम हुए ଏଇନା କେହି ଗୋଟେ अरे को हळदी थिला कि रे हरे बरडा पकी बाहार करंती बेदी ऊपर कंचा बरडा पकी बाहार करंती जा माने कालिया आदा बाहागर जो होतला से बारिक गला दीटा कोणी चाटा पतला संगे संगे पुणी कंचा बरडा पकी दला होई गला बेदी मोटो ना बाहाघरକୁ ହେଇନଥିଲା ଏଇ ହେଇଛି बेदी कोन एबे पैसा खाली खल खल हेले पैसा एते डेकोरेशन एते पाला पैसा हेले से हो କାଲି ଯୋଉ ମସିନା ଆମର ଏଇଠି ଛୁଟିଥିଲା କୁଆଡେ ହେଲା सब से मंगाई खाई ଧାଡି ଉପରେ ନା ତଳକୁ ଯାଇଛି ବା बाड़ी ऊपर अछि बोले ଆଉ ତା ତଳ ନାହିଁ ତଳକୁ ତଳ ଘରେ ଯାଇଛି ତଳକୁ ବର୍ତ୍ତମାନ फ्रेंड्स ଆମର କାର୍ଯ୍ୟକ୍ରମ ପାଇଁ ବାହାଘର କାର୍ଯ୍ୟ ଆଗକୁ ଆସିଛି ଆଗକୁ ନାହିଁ କାଲି ହବ ସେଥିପାଇଁ ଆମ ଡେକୋରେସନ୍ ଦେଖନ୍ତୁ କମ୍ପ୍ଲିଟ୍ ପୁରା ହେଇସାରିଛି ଛାତ ଉପର ଆଉ ଦାଣ୍ଡ ବି କମ୍ପ୍ଲିଟ୍ ହେଇସାରିଛି ଯାହାକି ବାହା ଚିତା ବି ଅଙ୍କା ସରିଛି ଆଉ ଲାଇଟ୍ ଫିଟ୍ ଆଜି କିଛି ଲାଗିଯିବ ଦେଖନ୍ତୁ ବେଦିଟା ଦେଖ ବେଦି ବି ଅନୁକୂଳ ହେଇସାରିଛି ବେଦି ବି ବନ୍ଧା ସରିଛି ଆଉ ଏଠି ଆମର ସଙ୍ଗୀତ କାର୍ଯ୍ୟକ୍ରମ ହବାର ଅଛି ଏଇ ଜାଗାରେ ସବୁ ବେଲୁନ୍ ଫେଲୁନ୍ ଆଉ ପୋଷ୍ଟର ଅଛି ବ୍ୟାନର ଆସିଯିବ ଏଠି ମରା ହବ ଆଉ ସେପଟେ ହେଇଯିବ ଆମର
ଏଠି ଆମର ହବ ରୋଷେଇବାସ ହବ ଠିକ ଅଛି ରୋଷେଇବାସ ହବ ଲୋକମାନେ ଏଠି ଖାଆ ପିଆ କରିବେ ଆଉ ଛାତ ଉପରୁ ସବୁତକ ଆମ ଡେକୋରେସନ୍ ସରିଛି ଦାଣ୍ଡ ଦ୍ୱାର ମଧ୍ୟ ସରିଯାଇଛି ଆଉ ଲାଇଟ୍ ଫାଇଟ୍ ଲଗାଇଲା ପରେ ଲିଚୁ ଫିଚୁ ସବୁ ଲଗେଇ ସାରିଲା ପରେ ଗୋଟେ ଆଟ୍ରାକ୍ଟିଭ ହବ ଆଉ ଏଇଟା ମଧ୍ୟ କାଲି ଆମର କାଲି ନହେଲେ ପହରଦିନ ଆମର କାଲି ଆମେ ଡେକୋରେସନ୍ କରିବୁ ଯାହାକି ଆମର ଏଠି ହଳଦୀ ସେରିମନି ହବ ଆଉ ବାବୁନା ସେଠି ଆମର କ'ଣ ହେଉଛି ଦେଖ ବାବୁନା ଆମର ବହୁତ କାମିକିଆ ପିଲାଟା ମାନେ କିଛି ବୋଲି କିଛି କାମ କରୁନି କିନ୍ତୁ ମାର୍କନି ହେବା ପାଇଁ ପୁରା ଧୁରନ୍ଧର ମାର୍କନି ହେବା ପାଇଁ ଧୁରନ୍ଧର କିନ୍ତୁ କିଛି କାମ ନାହିଁ ତଳକୁ ଉପରକୁ ଆସୁଛି ଖାଲି ବୁଲି କହିଲା ଦାଦା ତମର କହିଲା ଏ ବୋଉ କହିଲା ଦାଦା ତମର ମୋର ସିନା ଦାଦା ପୁତୁରା ଭାଇ ଭାଇ ଭଳିଆ ହବ ହଉ ତୁ ନା ତମ କଲର ଯେମିତି ମୋ କଲର ସେମିତି ତମ ହାଇଟ୍ ଯେତିକି ମୋ ହାଇଟ୍ ସେମିତି ତମେ ହେଲା ମୋ ଭାଇ କହିଲା ତମେ ଯେବେ ବାହାବୁ ମୁଁ ସେଇଦିନ ବାହାବି ମୁଁ କହିଲି ହଉ ଆଉ ଦେଖୁଛନ୍ତି ଏଇଭଳି ଭାବେ କାର୍ଯ୍ୟକ୍ରମ ଟାଇମ୍ ହେଇଗଲାଣି 1:30 ନା 2ଟା ଏପର୍ଯ୍ୟନ୍ତ ଗାଧୁଆ ପାଧୁଆ ହେଇନି ବହୁତ ସାରା କାମ ସକାଳୁ ମାନେ ବହୁତ ସାରା କାମ ରହିଛି ଆଉ ଆଜି ତ ହେଉଛି କ'ଣ ଆଗକୁ ଆଜି 16 ପୂଜା ଆମ ଘରେ ଯାହାକି ଚିଣ୍ଟୁଆନାର ପୂଜା ହବ ସନ୍ଧ୍ୟା ବେଳକୁ ସେଥିପାଇଁ ବି ମଧ୍ୟ 16 ପୂଜାଟି ସତ୍ୟନାରାୟଣ ପୂଜା କାରଣ ଛୋଟବେଳୁ ତାର ସତ୍ୟନାରାୟଣ ପୂଜା ହେଇନଥିଲା ସେଥିପାଇଁ ଏବେ ତାର ସତ୍ୟନାରାୟଣ ପୂଜା ଆଜି ହବ କାଲି ତ ମଙ୍ଗନ କାଲି ସବୁ ବନ୍ଧୁବାନ୍ଧବ ଆସି ପହଞ୍ଚିଯିବେ ଆଉ ଦେଖାଯାଉ କ'ଣ କ'ଣ ହେଉଛି ଆମ ଓଡ଼ିଆ ଘର ମାନଙ୍କରେ ପୁରୀରେ ଖାସ୍ କରିକିରି କେଉଁ ଭଳି ଭାବରେ ମ୍ୟାରେଜ୍ ସେରିମନି ହୁଏ ମୁଁ ଆପଣମାନଙ୍କୁ ନିଶ୍ଚୟ ସେୟାର କରିବି ଆପଣ ଭିଡ଼ିଓଟାକୁ ନିଶ୍ଚୟ ଦେଖନ୍ତୁ ଆପଣଙ୍କୁ ମଜା ଆସିବ ଆଉ କମେଣ୍ଟ କରିକି ନିଶ୍ଚୟ କହିବେ ଆପଣମାନଙ୍କ ବାହାର କେଉଁ ଭଳି ଭାବରେ ହୁଏ ସାଧାରଣତଃ ବଡ଼ଜିଆ ଅନୁକୂଳ ବେଳକୁ ଆମର ଯେଉଁ ଚୁଲି ପାଇଁ ମାଟି ଆଉ ବେଦୀ ଅନୁକୂଳ ପାଇଁ ଯେଉଁ ମାଟି ସବୁ ଅନୁକୂଳ ହେଇଥିଲା ସେଥିପାଇଁ ବେଦୀ ତ ବନ୍ଧା ହେଇନଥିଲା ବର୍ତ୍ତମାନ ସେଥିପାଇଁ ବେଦୀ ବର୍ତ୍ତମାନ ବନ୍ଧା ସରିଲାଣି ବୋଉ ଆମର ଦେଖନ୍ତୁ ବେଦୀ ଅନୁକୂଳ ପାଇଁ ମାଟି ମଧ୍ୟ ରଖିଦେଇଛି ଆଉ ଚୁଲିରେ ମଧ୍ୟ ଆମର ତ ସାଧାରଣତଃ ଗାଁ ନୁହଁ ଏଠି ସହର ସେଥିପାଇଁ ଚୁଲି ଆମର କିଣା ହେଇଥିଲା ଚୁଲିରେ କେବଳ ବିଧି ଅନୁସାରେ ଖାଲି ମାଟି ମୋଳା ହେଇଛି ଯାହାକି ତା ଦେହରେ ବୋଧେ କାଲି ଚିତା ପିତା ପଡ଼ିବ ଆଉ ମଙ୍ଗନ ହାଣ୍ଡିରେ ରୋଷେଇ କାଲି ପ୍ରସ୍ତୁତ କରାଯିବ ଆଉ ବାବୁନା ବଡ଼ ଭାଉଜ ଆମର ରୋଷେଇ କରନ୍ତି କାରଣ ଆମ ପରମ୍ପରା ଅନୁସାରେ ଭାଉଜମାନେ ରୋଷେଇ କରିବେ ସେଥିପାଇଁ ଭାଉଜ ରୋଷେଇ କରି ନୂଆରେ ଆଉ କ'ଣ ହୁଏ ରୋଷେଇ ମାନେ କ'ଣ ରୋଷେଇ ହବ ଖାଲି ଖେଚଡ଼ି ପଞ୍ଚାବନୀ ଖେଚଡ଼ି ହବ ଯାହାକି ଗୁଆ ଘିଅ ଛୁଙ୍କ ଦେଇକି ପଞ୍ଚାବନ ଖେଚଡ଼ି ଭାଉଜ କରିକି ଦେବେ ଦେଖାଯାଉ ଟେଷ୍ଟ କରିବା କେମିତି କ'ଣ ଲାଗୁଛି ଆଉ ବୋଉ ଆମର ବୋଉର ନନାର କାଲି ଯାଇଥିଲେ ଗାଁକୁ ଆଜି ଆସି ପହଞ୍ଚି ସାରିଛନ୍ତି ବୋଉକୁ ପ୍ରବଳ ନିଦ କାରଣ ସକାଳୁ ଉଠିକିରି ସବୁ ଠାକୁରମାନଙ୍କୁ ଗାଧୁଆ ଗାଧି କରିକିରି ଆସିକି ଭୋଗରାଗ କରିକି ଆଣି ପହଞ୍ଚି ସାରିଛି ମୁଁ ତ ମାଲକୁଣ୍ଡି ହେବା ପାଇଁ ରେଡି ଦେଖା କାଲି ମେହେନ୍ଦି ନାହିଁ ସେଇଦିନ ହଁ ହଉ ଚାଲନ୍ତୁ ବର୍ତ୍ତମାନ ଟାଇମ୍ ହେଇଗଲାଣି 1:30 1:45 ହେଇଗଲାଣି ଏବେ ଯିବା ଗାଧେଇବା ଆଉ ଦେଖନ୍ତୁ ଟେଣ୍ଟ ଫେଣ୍ଟ ସବୁ ବାନ୍ଧା ଚାଲିଛି ଆରେ ଏଇ ତାର ଦିଟା ଖୋଲା ହବ କ'ଣ ତାର ଥାଉ ଲୁଗା ଶୁଖିବ ମାମୁଁ ଘର ତାର କ'ଣ ଏଇଠି ରହିବ ନା କ'ଣ ନାଇଁ ଛାତ ଉପରେ ଡ୍ୟାନ୍ସ ହବ କାଲି ସବୁ କାର୍ଯ୍ୟକ୍ରମ ପୁଣି ତାର କ'ଣ ରହିବ କାଲି ଡ୍ୟାନ୍ସ ହବ ଇଏ କଥା କ'ଣ କହୁଛି କିଛି ବୁଝିବ କ'ଣ କହୁଛୁ ବାହାଘର ଦିନ ହବ ରବିବାର କାଲି ଡ୍ୟାନ୍ସ କରିବା ଟାଇମ୍ ମିଳିବନି କାଲି ପରା ଦିଅ ମଙ୍ଗୁଳା ହବ ହାଣ୍ଡି ମଙ୍ଗୁଳା ହବ ସବୁ ମନ୍ଦିର ଯିବ ସବୁ ହାଣ୍ଡି ମଙ୍ଗଳା ଦିଅ ମଙ୍ଗଳା ପହରଦିନ ସକାଳକୁ ହଳଦୀ ହବ ତାପରେ ସେ ସେଇଠି ବାରଗୁଣା ଗାଧେଇକି ଯିବ ବର ହେଇକିରି ହେଲା ଚାଲନ୍ତୁ ଆଉ ଏଇ ତାରଟାକୁ ଦୁଇଟା ଖୋଲିଦେବ କାରଣ ତାରଟା ଏଠି ରହିଲେ ଭାରି ଅଡ଼ ଦେଖାହେଉଛି ଫଟୋ କ୍ୟାମେରା ଫ୍ୟାମେରା ଆଉ ଲୁଗା ବନା ଯେଉଁମାନେ ଶୁଖେଇବି ଆମ ବନ୍ଧୁବାନ୍ଧବ ଯୌତିକ ଆସିବେ ଲୁଗା ଶୁଖେଇବାକୁ ସେପଟେ ଛାତ ଉପରେ ଶୁଖେଇ ବୁଲୁ ଆମର ଛାତ ଉପରେ ନିଟ୍ ଆଣ୍ଡ କ୍ଲିନ୍ କରିସାରିଛି ଅବଢ଼ା ଖାଇବା ହବ ଏଇନା ବାବା ଏଇନା ପତ୍ର ପକାଉଛନ୍ତି ସେପଟେ ଆଉ ପକଉନ 2 ଜଣ 3 ଜଣ କି 9 ଜଣ ଦେ 9 ଜଣ ପକାଅ ତ 2 ଜଣ ବସିଲେ କଥା ଦି ଜଣ କି
ବୁଝ ନା ଲେମ୍ବୁ ଖଟା ଖାଇବ? ଲେମ୍ବୁ ଖଟା